ପଞ୍ଚମ ଶ୍ରେଣୀ ସାହିତ୍ୟ ଦଳପତି ପଦ ତୁମକୁ ସାଜେ, ଯାହାର କବି ହେଲେ ଡକ୍ଟର ନଟବର ସାହୁ। ଆସ ପିଲାମାନେ, ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର, ଆସ କଥାବାର୍ତ୍ତା ହେବା। କରେ ଅଛି କପୋତ ଦଳ କି ଅସୁବିଧାରେ ପଡ଼ିଥିଲେ? ଲେଖିବ ଯେ କପୋତ ଦଳ ବାଣୁଆର ଜାଲ ଫାଶରେ ପଡ଼ିଥିଲେ। ଖ ନମ୍ବର, ଅସୁବିଧାରୁ ମୁକ୍ତି ପାଇବା ପାଇଁ ସେମାନେ କାହା ପାଖକୁ ଗଲେ? ତ ଅସୁବିଧାରୁ ମୁକ୍ତି ପାଇବା ପାଇଁ ସେମାନେ କପୋତ ରାଜାଙ୍କ ମିତ୍ର ମୂଷିକ ରାଜା ହିରଣ୍ୟକଙ୍କ ପାଖକୁ ଗଲେ। ଗ ନମ୍ବର, ହିରଣ୍ୟକ କିଏ? ତ ଲେଖିବ ହିରଣ୍ୟକ ମୂଷିକ ରାଜା ଏବଂ କପୋତ ରାଜାଙ୍କ ମିତ୍ର। ଘ ନମ୍ବର, ସେ ଆଗ କପୋତ ରାଜାଙ୍କୁ ମୁକ୍ତି କରିବାକୁ ଚାହିଁଲେ କାହିଁକି? ତ କପୋତ ରାଜ ତାଙ୍କର ମିତ୍ର ହୋଇଥିବାରୁ ସେ ଆଗ ତାଙ୍କୁ ମୁକ୍ତି କରିବାକୁ ଚାହିଁଲେ। ଅ ନମ୍ବର, ପ୍ରକୃତ ବନ୍ଧୁ କାହାକୁ କୁହାଯାଏ? ତ ଯେଉଁ ବନ୍ଧୁ ବିପଦ ବେଳେ ସାହାଯ୍ୟ କରେ ତାଙ୍କୁ ପ୍ରକୃତ ବନ୍ଧୁ କୁହାଯାଏ। 2 ନମ୍ବର, ଖାଲି ପଦ ପୂରଣ କରିବା। ତ କରେ ଅଛି ବାର ବାର ହୋଇ ଶୁଭୁଛି ଡାକ, ତାପରେ ଲେଖିବ ହିରଣ୍ୟକ ହିରଣ୍ୟକ। ସେପରି ଲେଖିବ ମୂଷିକ ରାଜା ହେ ବନ୍ଧୁ ମୋର, ବେଗେ ଆସି ଆମ ଜୀବନ ରଖ। ତାପରେ ଗ ନମ୍ବରରେ ଲେଖିବ ନଥିଲା ଉପାୟ ଆମର ଆଉ, ପରାଣ ବିକଳେ ସରବେ ମିଳି। ଘ ନମ୍ବର ଲେଖିବ ଯେ ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ। ଓ ନମ୍ବର ଲେଖିବ ଆଦରସ ତୁମ ଧନ୍ୟ ସଖା, ଦଳପତି ପଦ ତୁମକୁ ସାଜେ। ଆଉ ଚ ନମ୍ବର ଲେଖିବ ପରଜାଙ୍କୁ ଆଗ ମୁକ୍ତ କର, ମୋ ଫାଶ କାଟିବ ଶେଷରେ ଭାଇ। 3 ନମ୍ବର, କବିତାରେ ପଦ୍ୟ ରୂପରେ ଥିବା ଶବ୍ଦ ଗୁଡ଼ିକୁ ବାଛି ସେଗୁଡ଼ିକର ଗଦ୍ୟ ରୂପ ଲେଖିବା। ଯେପରିକି ପରାଣର ପ୍ରାଣ, ସେପରି ଲେଖିବ ବାର ବାରର ବାରମ୍ବାର। ଆଉ ପରାଣ ବିକଳେ, ସେଇଟା ହେଇଯିବ ପ୍ରାଣ ବିକଳେ। ସେହିପରି ମୁକତି ମୁକ୍ତି, ପରଜା ପ୍ରଜା, ଅଳପ ଅଳ୍ପ, ଶକତି ଶକ୍ତି, ଆଉ ଆଦରସ ଆଦର୍ଶ ହେବ। 4 ନମ୍ବର ଦେଖ, କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଗାର ଟାଣି ଯୋଡ଼ିବା, ମାନେ କ ସ୍ତମ୍ଭ ଖ ସ୍ତମ୍ଭ ମିଳନ କରିବା। ତ କ ସ୍ତମ୍ଭର ମୂଷିକ ହେବ ଖ ସ୍ତମ୍ଭର ରାଜା, କ ସ୍ତମ୍ଭର ଖୁଦ ହେବ ଖ ସ୍ତମ୍ଭର କଣିକା, କ ସ୍ତମ୍ଭର ବାଲ୍ୟ ଖ ସ୍ତମ୍ଭର ସଖା, ସେପରି କ ସ୍ତମ୍ଭର କ୍ଷୀଣ ଖ ସ୍ତମ୍ଭର ଦେହ, ଆଉ କ ସ୍ତମ୍ଭର ଆଶ୍ରିତ ଖ ସ୍ତମ୍ଭର ଜନ ସହିତ ଯୋଡ଼ିବ। 5 ନମ୍ବର ଦେଖ, ତଳେ ଗାର ଦିଆଯାଇଥିବା ଶବ୍ଦ ଗୁଡ଼ିକ ଯେଉଁମାନଙ୍କୁ ବୁଝାଉଛି କବିତାରୁ ଖୋଜି ସେମାନଙ୍କର ନାମ କୋଠରୀରେ ଲେଖିବା। ତ କ ନମ୍ବର ଅଛି ମୂଷିକ ରାଜା ହେ ବନ୍ଧୁ ମୋର। ତ ମୋର କହିଲେ କିଏ? ନା କପୋତ ରାଜାଙ୍କର। ସେପରି ଖ ନମ୍ବର ଦେଖ, ବେଗେ ଆସି ଆମ ଜୀବନ ରଖ। ଏଥିରେ ଆମ କହିଲେ କପୋତ ମାନଙ୍କର। ଗ ନମ୍ବର, ଦଶା ଦେଖି ସେ ତ ହୋଇଲେ କାବା। ସେ କହିଲେ କିଏ? ସେ କହିଲେ ସେ ମୂଷିକ ରାଜା ହିରଣ୍ୟକ। ଘ ନମ୍ବର, ନଥିଲା ଉପାୟ ଆମର ଆଉ। ଆମର କହିଲେ କପୋତ ମାନଙ୍କର ଆଉ ଉପାୟ ନଥିଲା। ଓ ନମ୍ବର ଦେଖ, ତୁମେ ଇ ପାରିବ ମୁକ୍ତ କରି। ତ ତୁମେ କହିଲେ ହିରଣ୍ୟକ, ହିରଣ୍ୟକ ଏକା ମୁକ୍ତି କରିପାରିବେ। ଚ ନମ୍ବର, ବନ୍ଧୁ ନିକଟକୁ ଗଲେ ସେ ଧାଇଁ। ସେ କହିଲେ ହିରଣ୍ୟକ। 6 ନମ୍ବର, ତାଙ୍କ ପାଇଁ ପଛେ ଜୀବନ ଯାଉ। ତାଙ୍କ କହିଲେ ସେଇ ଆଶ୍ରିତ ମାନଙ୍କର। ଆଉ ଜ ନମ୍ବର, ଆଦରସ ତୁମ ଧନ୍ୟ ସଖା। ଏଠି କପୋତ ରାଜାଙ୍କୁ ସେଠି ବୁଝାଉଛି। 6 ନମ୍ବର, ତଳ ଶବ୍ଦ ଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା। ତ ବନ୍ଧୁ, ବନ୍ଧୁର ନୂତନ ଶବ୍ଦ ଲେଖିବ ମିତ୍ର, ସଖା। ସେପରି ରାଜା, ରାଜାକୁ ଆଉ କଣ କହନ୍ତି ନା ନୃପ, ନରାଧୀପ। କାବା, କାବା କହିଲେ ଆଶ୍ଚର୍ଯ୍ୟ, ବିସ୍ମିତ। ପଥ, ପଥ କହିଲେ ବାଟ।
ପନ୍ଥା। ଦେହ, ଦେହ କହିଲେ ଆହୁରି ନୂତନ ଶବ୍ଦ ହେବ ଶରୀର, କାୟା। 7 ନମ୍ବର, ଏହି ପଦଟିର ଅର୍ଥ ନିଜ ଭାଷାରେ ବୁଝାଇ ଲେଖିବା, ମାନେ ସରଳାର୍ଥ ଲେଖିବା। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ। ଏଇଟାକୁ ଲେଖିବ ଆଶ୍ରିତ ଡଟ୍ 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 ମୁହିଁ। ତାପରେ ଲେଖିବ ଉକ୍ତ ପଦ୍ୟାଂଶଟି ସାହିତ୍ୟ କୁସୁମ ପୁସ୍ତକର ଦଳପତି ପଦ ତୁମକୁ ସାଜି ନାମକ କବିତାରୁ ଆଣିତ। ଏହି ପ୍ରସଙ୍ଗରେ କବି ଡକ୍ଟର ନଟବର ସାହୁ କପୋତ ରାଜାଙ୍କର ଆଶ୍ରିତମାନଙ୍କ ପ୍ରତି ଥିବା ମନୋଭାବର ପରିଚୟ ଦେଇଛନ୍ତି। ତାପରେ ଲେଖିବ ବାଣୁଆର ଜାଲରେ ପଡ଼ିଥିବା କପୋତମାନଙ୍କୁ ନେଇ କପୋତ ରାଜା ତାଙ୍କର ମିତ୍ର ହିରଣ୍ୟକ ନାମକ ମୂଷିକ ରାଜାଙ୍କ ନିକଟରେ ପହଞ୍ଚିଲେ। ସେମାନଙ୍କୁ ମୁକ୍ତ କରିବା ପାଇଁ ମିତ୍ର ହିରଣ୍ୟକଙ୍କୁ ଅନୁରୋଧ କଲେ। ହିରଣ୍ୟକ ନିଜର ଅଳ୍ପ ଶକ୍ତି ଓ କ୍ଷୀଣ ଦେହର ସୂଚନା ଦେଇ ମିତ୍ରଙ୍କୁ ମୁକ୍ତି କରିବା ପରେ ଅନ୍ୟମାନଙ୍କର ଫାଶକୁ କାଟିଦେବାକୁ କହିଲେ। ଏଥିରେ ଅସମ୍ମତ ହୋଇ କପୋତ ରାଜା ନିଜ ଜୀବନକୁ ଗୁରୁତ୍ୱ ନ ଦେଇ ଆଶ୍ରିତମାନଙ୍କର ଦଳପତି ହୋଇଥିବାରୁ ସେମାନଙ୍କୁ ମୁକ୍ତି କରିବାକୁ ହିରଣ୍ୟକକୁ ଅନୁରୋଧ କଲେ। ଆଉ ଶେଷରେ ଲେଖିବ ପ୍ରସଙ୍ଗଟି ପ୍ରଶଂସନୀୟ। 8 ନମ୍ବର, ଯେପରି ଶୁଭୁଛି ପଦ ଦରକାର ବେଳେ ଶୁଭିବ ହୋଇପାରେ, ସେହିପରି ତଳେ ଦିଆଯାଇଥିବା ଶବ୍ଦର 2ଟି ଲେଖାଏଁ ରୂପ ଲେଖିବା। ତ କହୁଛିର ହେବ କହିଲା, କହିବ। ଆସୁଛିର ହେବ ଆସିଲା, ଆସିବ। ଧାଉଁଛିର ହେବ ଧାଇଁଲା, ଧାଇଁବ। ସେହିପରି ହେଉଛିର ହେବ ହେଲା, ହେବ। ଆଉ କାଟୁଛିର ହେବ କାଟିଲା, କାଟିବ। 9 ନମ୍ବର, ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। କରେ ଅଛି ହିରଣ୍ୟକ କ'ଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ? ତ ହିରଣ୍ୟକ ତାଙ୍କର ମିତ୍ର ଓ ଅନ୍ୟ କପୋତ ଦଳଙ୍କ ଦଶା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଖ ନମ୍ବର, କପୋତମାନେ କାହିଁକି ଏଭଳି ଦଶା ଭୋଗିଲେ? ତ କପୋତମାନେ ଖୁଦକଣା ଲୋଭରେ ପଡ଼ି ଏଭଳି ଦଶା ଭୋଗିଲେ। ଗ ନମ୍ବର, କପୋତରାଜ ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ କାହିଁକି? ତ ଲେଖିବ ଯେ ଆଶ୍ରିତ ଜନମାନଙ୍କୁ ରକ୍ଷା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ କପୋତରାଜ ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ। ଘ ନମ୍ବର, ତୁମେ କପୋତ ରାଜାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ? ତ କପୋତ ରାଜାଙ୍କ ବିଚାର ପରି ଆମେ ଉଚିତ କାର୍ଯ୍ୟ କରିଥାନ୍ତୁ। ଅ ନମ୍ବର, ଏ କବିତାରୁ ତୁମେ କ'ଣ ଶିଖିଲ? ତ ଲେଖିବ ଯେ ଏହି କବିତାରୁ ଏକତା, ବନ୍ଧୁତା, ଦଳପତି ପଣିଆ ବା ରାଜଧର୍ମ ଭଳି ମହତ୍ ଗୁଣ ଆମେ ଶିଖିଲୁ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।